ନମ୍ବର 1 ରାଜ୍ୟରେ ନିଷେଧ ହେଲା ତମାଖୁ ନିକୋଟିନ୍ ସମସ୍ତ ଉତ୍ପାଦ। 2013 ମସିହା ରାଜ୍ୟରେ ଗୁଟ୍ଖା ନିଷେଧ ଘୋଷଣା ପରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତମାଖୁ ଓ ନିକୋଟିନ୍ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରି ରାଜ୍ୟର ନିଷେଧ ଘୋଷଣା କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହିଁ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ନମ୍ବର 2 ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା। ଭୁବନେଶ୍ୱର ଦିନର ସର୍ବୋଚ୍ଚ ତାପମାତ୍ରା 32.3 ଡିଗ୍ରୀ ସେଲସିୟସ୍ ଛୁଇଁଛି। 19 ସ୍ଥାନରେ ଦିନର ପରିବହନ 30 ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ 7ଟି ଜାଗାରେ ତାପମାତ୍ରା 31 ଡିଗ୍ରୀ ଉପରେ ଥିଲା। ବୁଧବାର ଝାରସୁଗୁଡ଼ା ଦିନର ତାପମାତ୍ରା 31.4, ପାରାଦୀପରେ 31.4, ଭଦ୍ରକରେ 31.2 ଓ ପାରଳାଖେମୁଣ୍ଡିରେ 31.2, ଅନୁଗୁଳରେ 31.1, ଜଗତସିଂହପୁର ଜିଲ୍ଲାରେ ସମ୍ବଲପୁରରେ 30.8, ପୁରୀରେ 30.7 ଥିଲା। ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି। ଗତ 4 ଦିନ ଭିତରେ ଉପକୂଳ ରାତି ତାପମାତ୍ରା ଓ 3 ଡିଗ୍ରୀ ଅଭ୍ୟନ୍ତରରେ 7 ଡିଗ୍ରୀକୁ ବୃଦ୍ଧି ପାଇଛି। ନମ୍ବର 3 ସିଆର୍ପିଏଫ୍ର ନେତୃତ୍ୱ ନେବେ ସିମ୍ରାନ୍ ବାର୍ଲା। ଜାନୁଆରୀ 26ରେ ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ସିଆର୍ପିଏଫ୍ ନେତୃତ୍ୱ ନେବେ। ଜାମ୍ମୁ କାଶ୍ମୀରରେ ସିମ୍ରାନ୍ ବାର୍ଲା 26 ବର୍ଷୀୟ ସିଆର୍ପିଏଫ୍ କମାଣ୍ଡୋଙ୍କୁ ସିମ୍ରାନ୍ ନେତୃତ୍ୱରେ ପୁରୁଷ କଣ୍ଟିଜେଣ୍ଟ ପକ୍ଷରୁ ପ୍ୟାରେଡ୍ କରାଯିବ। ନମ୍ବର 4 ଅପରେସନ ଗୋରକ୍ଷକରେ ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା। ଅପରେସନ ଗୋରକ୍ଷକରେ କେନ୍ଦୁଝର ପୁଲିସ ଗୋଟିଏ ପରେ ଗୋଟିଏ ସଫଳତା। ଗୋମାଫିଆଙ୍କର ଆହୁରି 25ଟି ଆକାଉଣ୍ଟ ଓ 35ଟି ଲକର ଠାବ ହୋଇଛି। ସମସ୍ତ ଲକର ଖୋଲାଗଲା ଓ ଆକାଉଣ୍ଟ ହୋଇଥିବା କାରବାର ଖୋଳତାଡ଼ ହେଲା। ଗୋରୁ ମାଫିଆଙ୍କ ସିଣ୍ଡିକେଟର ଆର୍ଥିକ ସାମ୍ରାଜ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ଅଧିକ ପଢ଼ନ୍ତୁ ଗୋରୁ ବୋଝେଇ ଗାଡ଼ି ଅଟଳ, ଗୋରୁ ଚାଲାଣ ଦୁଷ୍କର୍ମ କରି ଛେଚିଲେ ଲୋକେ। ନମ୍ବର 5 ଦେଶର ହିସାବ ନଦେଲେ ପଡ଼ିବ ମହଙ୍ଗା। 72 ପ୍ରଧାନ ଶିକ୍ଷକଙ୍କ ମାସକର ଦରମା ବନ୍ଦ। ଆକ୍ସନ ମୋଡରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ। ଜିଲ୍ଲାରେ 72 ଜଣ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ 1 ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଜାରି କରାଯାଇଛି। ଜାନୁଆରୀ ମାସରେ ଦରମା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପାଢ଼ୀ। ଶ୍ରୀ ପାଢ଼ୀଙ୍କ କହିବା ଅନୁଯାୟୀ ବର୍ଷ ସମୟରେ ବଜ୍ରପାତ ହେଲେ ସେଥିରେ କିଭଳି ସୁରକ୍ଷିତ ରହିପାରିବା ଓ ହଠାତ୍ ଏକ ସାପ କାମୁଡ଼ିଲେ କିପରି ପ୍ରାଥମିକ ଚିକିତ୍ସା ହୋଇପାରିବ, ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସଚେତନ ପାଇଁ କାର୍ଯ୍ୟକ୍ରମ କରିବା ଜରିଆରେ ଛାତ୍ରମାନଙ୍କୁ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ନମ୍ବର 6 ବୃଦ୍ଧି ହେବ ଅଟଳ ପେନ୍ସନ ଯୋଜନାରେ ପେନ୍ସନ। ବଜେଟରେ ସରକାର ଅଟଳ ପେନ୍ସନ ଯୋଜନା ଅଧୀନରେ ପେନ୍ସନ ବୃଦ୍ଧି କରିବେ। ଅଟଳ ପେନ୍ସନ ଯୋଜନାରେ ଅନେକ ଗ୍ରାହକଙ୍କ ମନରେ ଏହି ପ୍ରଶ୍ନ ଅଛି ଯେ ସରକାରଙ୍କ ବଜେଟରେ ଏହି ଅଧୀନ ସର୍ବନିମ୍ନ ପେନ୍ସନ ବୃଦ୍ଧି କରିବେ କି ନାହିଁ। ଗ୍ରାହକଙ୍କ ମତରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପେନ୍ସନ ପରିମାଣ ବୃଦ୍ଧି କରାଯିବ ଆବଶ୍ୟକ। ତଥାପି ସରକାର ଅନେକ ଥର କହିଛନ୍ତି ବର୍ତ୍ତମାନ ଅଟଳ ପେନ୍ସନ ଯୋଜନା ଅଧୀନରେ ପେନ୍ସନ ପରିମାଣ ବୃଦ୍ଧି କରିବାରେ ସେମାନେ କୌଣସି ଉଦ୍ଦେଶ୍ୟ ନାହିଁ। ନମ୍ବର 7 ଟ୍ରମ୍ପଙ୍କ ଏଭଳି ବୟାନ ପରେ ଭାରତୀୟ ସେୟାର ମାର୍କେଟରେ ନୂଆ ମୋଡ଼। ରକେଟ ପାଲଟିଲା ସେୟାର। ଭାରତୀୟ ଷ୍ଟକ୍ ବଜାରରେ ଗତ କିଛି ଦିନ ଧରି ଲଗାତାର ହ୍ରାସ ଦେଖାଯାଉଥିଲା, କିନ୍ତୁ ଏବେ ଏହି ହ୍ରାସ ବନ୍ଦ ହୋଇଛି। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ପେନ୍ସନ ଏବଂ ନିକିଟିରେ ଚାଲିଥିବା ହ୍ରାସ ହଠାତ୍ ବନ୍ଦ ହୋଇଯାଇଛି। ସପ୍ତାହର ଚତୁର୍ଥ ବ୍ୟବସାୟିକ ଦିନରେ ଗୁରୁବାର ବିଏସ୍ଇ ସେନ୍ସେକ୍ସ 800 ପଏଣ୍ଟରେ ବଢ଼ିବା ସହିତ ବେଳେ ଏନ୍ଆଇ ନିଫ୍ଟିରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଯାଇଥିଲା। ନମ୍ବର 8 200 ଫୁଟ ଗଭୀର ଘାଇକୁ ଖସିଲା ସେନା ଗାଡ଼ି, 10 ଯବାନ ମୃତ, 3 ଗୁରୁତର। କାଶ୍ମୀର ଡୋଡୋ ଜିଲ୍ଲା ମନବନ୍ତ ଦୁର୍ଘଟଣାରେ 200 ଫୁଟ ଗଭୀର ଖାଇକି ଖସିଲା ସେନା ଗାଡ଼ି, ଫଳରେ 10 ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏନେଇ ସେନା ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ସୈନିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି। ନମ୍ବର 9 ଭାରତର କୃଷିକ୍ଷେତ୍ର ଉପରେ ଲାଗିଲା ଟ୍ରମ୍ପଙ୍କ ନଜର। ଆମେରିକା ରାଷ୍ଟ୍ରପତି ଭାବେ ଗୋଟିଏ ବର୍ଷ ପୂରଣ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଏହି 365 ଦିନ ଭିତରେ ଏମିତି ଗୋଟିଏ ଦିନ ବିତିନାହିଁ ଯେ ଟ୍ରମ୍ପ ଭାରତ ବିରୁଦ୍ଧରେ ତାଙ୍କର ସୂକ୍ଷ୍ମ ଅସ୍ତ୍ର ବ୍ୟବହାର କରିବାକୁ ଚେଷ୍ଟା କରିନାହାନ୍ତି। ଭାରତର ତାହା କୃଷି ଏବଂ ଡାଏରୀ କ୍ଷେତ୍ରରେ ଆମେରିକା ପାଇଁ କୌଣସି ପ୍ରତିବନ୍ଧକ ରଖିବ ନାହିଁ। ନମ୍ବର 10 ଆତଙ୍କୀଙ୍କ ବଡ଼ ଯୋଜନା। ଟାର୍ଗେଟରେ ବଡ଼ ବଡ଼ ମନ୍ଦିର। ବଡ଼ ଯୋଜନା। ଜାନୁଆରୀ 26 ପୂର୍ବରୁ କେବେ ହମଲା କରିବେ। ଦିଲ୍ଲୀ ସହିତ ଅନେକ ସହରରେ ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କୀମାନେ କରିଥିବା ଷଡ଼ଯନ୍ତ୍ର ଖୁଲାସା ହୋଇଛି। ପାକ୍ ଗୋଇନ୍ଦା ଏଜେନ୍ସି ଆଇଏଆଇ ଜୟଶଙ୍କର କହିଛନ୍ତି ଜୈଶ ମହମ୍ମଦ ସହିତ ମିଶି କୋଡ୍ 2626 ନାମକ ଆତଙ୍କୀ ଘଟଣା ଘଟାଇବା ପାଇଁ ଯୋଜନା କରିଛନ୍ତି। ଏହାପରେ ଦେଶର ଅନେକ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନମ୍ବର 11 ଭାରତ ବିନା ଆମେ ଅଧୁରା। ୟୁରୋପର ବୟାନ ଚିନ୍ତାରେ ଚୀନ ପାକିସ୍ତାନ। ବିଶ୍ୱରେ ପ୍ରାୟ ସବୁ ଦେଶରେ ଶାନ୍ତି
ଜାତୀୟ ଅଶାନ୍ତି ଲାଗି ରହିଥିବା ବେଳେ ସବୁଥିରୁ ନିବୃତ୍ତ ରହିଛି ଭାରତ। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଛି ଭାରତ। ଯଦିଓ ଟାରିଫ ପାଇଁ ଆମେରିକା ସହ ଭାରତର ସମ୍ପର୍କ ସାମାନ୍ୟ କ୍ଷୁଣ୍ଣ ହୋଇଛି, ତଥାପି ଭାରତ ଆମେରିକା ସହ ଆଲୋଚନା କରି ଜାରି ରଖିଛି ଏବଂ ଭଲ ସମ୍ପର୍କ ରଖିବା ପାଇଁ ସବୁବେଳେ ଚେଷ୍ଟା କରିଛି। ନମ୍ବର 12, କେବଳ ଆଧାର କାର୍ଡ ଦେଖି ସରକାର ଦେଉଛନ୍ତି 90,000 ଟଙ୍କା। ଛୋଟ ବ୍ୟବସାୟ ଆରମ୍ଭ କରିବା ପାଇଁ ସବୁବେଳେ ବଡ଼ ପୁଞ୍ଜି ଆବଶ୍ୟକ ନାହିଁ। ତଥାପି ଠିକ୍ ସମୟରେ ଟିକିଏ ସାହାଯ୍ୟ କରି ଏହାକୁ ଯାତ୍ରା ସହଜ କରିପାରିବେ ବୋଲି ଦେଶର ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ପ୍ରତିଦିନ ରୋଜଗାର କରନ୍ତି ଏବଂ ନିଜକୁ ପ୍ରତିପାଳନ ପାଇଁ ସେ ଦୈନିକ ଆୟ ଉପରେ ନିର୍ଭର କରନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସେମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ସେମାନଙ୍କର ଛୋଟ ଛୋଟ ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଛନ୍ତି। ନମ୍ବର 13, ଦିଲ୍ଲୀରେ ହଟିଲା ଗ୍ରାଫ 3 କଟକଣା। ଦିଲ୍ଲୀରେ ବାୟୁ ଗୁଣବତ୍ତା ଉନ୍ନତିରେ ଗୁରୁବାର ଦିନ ପ୍ରାୟ 3ଟା କଟକଣା ହଟାଇ ଦିଆଯାଇଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏକ ଆଦେଶରେ କହିଛି ଯେ ଗୁରୁବାର ଦିନ ଦିଲ୍ଲୀରେ AQI 332କୁ ହ୍ରାସ ପାଇବାରେ ପ୍ରତିବନ୍ଧକ କୋହଳ କରାଯାଇଛି। ବାୟୁ ଗୁଣବତ୍ତା ଉନ୍ନତି ଆୟୋଗ CAQM କହିଛି ଯେ ଦିଲ୍ଲୀରେ NCRରେ ବାୟୁ ପ୍ରଦୂଷଣ ଗୁଣବତ୍ତା ଉନ୍ନତି ହୋଇପାରୁନଥିବାରୁ ଏହା ଗ୍ରେନେଡ୍ ରେସ୍ପନ୍ସ ଓ ଆକ୍ସନ ପ୍ଲାନ୍ GRP ଅଧୀନରେ ଲାଗୁଥିବା ଏହି ପର୍ଯ୍ୟାୟକୁ 3 ପ୍ରଦୂଷଣ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ନମ୍ବର 14, ଏଥର 18,000 ବଦଳରେ ପାଇବେ 25,000 ଟଙ୍କା। ସରକାର ନେଲେ ବଡ଼ ନିଷ୍ପତ୍ତି। ଗ୍ରାମ୍ୟ ରକ୍ଷକଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗ୍ରାମାଞ୍ଚଳ କାର୍ଯ୍ୟରତ ଗ୍ରାମବାସୀମାନଙ୍କର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏନେଇ ସ୍ୱାଗତଯୋଗ୍ୟ ଘୋଷଣା କରିଛନ୍ତି। ପୂର୍ବରୁ ମିଳୁଥିବା 1,800 ଟଙ୍କା ମାସିକ ଭତ୍ତା ବଦଳରେ ଏଣିକି ଗ୍ରାମରକ୍ଷକମାନେ 2,500 ଟଙ୍କା ମାସିକ ଭତ୍ତା ପାଇବେ। ନମ୍ବର 15, 5 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ 2 ତାରିଖରୁ 5 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। 2 ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ରାଜଭବନରେ ରାତ୍ରି ଯାପନ କରିବେ। ଏହାପରେ 3ରେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। 4 ତାରିଖ ଯାଜପୁର ଜିଲ୍ଲା ମା ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶେଷରେ 5 ଓ 6 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଏକାଧିକ କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କର। ନମ୍ବର 16, ଅଦାଲତ ଅବମାନନା ମାମଲାର ମୁକୁଳିଲେ 2 ବରିଷ୍ଠ IAS ଅଧିକାରୀ। ଅଦାଲତ ଅବମାନନା ମାମଲାର ମୁକୁଳିଲେ 2 ବରିଷ୍ଠ IAS ଅଧିକାରୀ ଉଚ୍ଚଶିକ୍ଷା ସଚିବ ଏବଂ ଗଣଶିକ୍ଷା ସଚିବ ଉଭୟଙ୍କ ବିରୁଦ୍ଧରେ 16 ତାରିଖ ଦିନ ଗିରଫ ପରୱାନା ଜାରି କରିଥିଲେ ହାଇକୋର୍ଟ। 22 ତାରିଖ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିଲା। ଉଭୟଙ୍କୁ ଗିରଫ କରିବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ନମ୍ବର 17, ଜାନୁଆରୀ 24ରେ ରାଜ୍ୟବ୍ୟାପୀ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ। ଜାନୁଆରୀ 24ରେ ରାଜ୍ୟବ୍ୟାପୀ ସର୍ଭଘଟ କରିବେ ଘରୋଇ ବସ୍ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ସୂଚନା ଦିଆଯାଇଛି, ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି ଯେ 24ରେ ବସ୍ ବନ୍ଦ ଡାକରା ଦେବେ ବୋଲି ବଳବର୍ତ୍ତରେ ରହିଛି। ନମ୍ବର 18, ମହାନଦୀକୁ ନେଇ ନ୍ୟାୟ ନ ମିଳିଲେ ଦୁର୍ବାର ହେବ ଆନ୍ଦୋଳନ। ବିଜେପିରେ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ହେବ ତ? ଏନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଆନ୍ତରିକ କେତେ? 2026 ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକଳାପ ସରୁଛି, ଅଥଚ ଏଯାଏଁ ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲ ଅବଧି ପାଇଁ କୌଣସି ଦରଖାସ୍ତ ମିଳିନାହିଁ। ମହାନଦୀ ଜଳ ବିବାଦ ମାମଲାରେ ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ସେପଟେ ରାଜ୍ୟ ନ୍ୟାୟ ନ ପାଇଲେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି। ନମ୍ବର 19, ବିଶ୍ୱକପରୁ ବିଦାୟ ହେଲା ବାଂଲାଦେଶ, ମିଳିବ କି ସ୍କଟଲ୍ୟାଣ୍ଡକୁ ସୁଯୋଗ? ବାଂଲାଦେଶର T20 ବିଶ୍ୱକପରୁ ବାଦ୍ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ICCକୁ ବାଂଲାଦେଶ 24 ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ PCB ଏବଂ ବାଂଲାଦେଶ ସରକାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଶ୍ୱକପ ମ୍ୟାଚ୍ ଖେଳିବେ ନାହିଁ ବୋଲି ICC ଏବଂ ବାଂଲାଦେଶ ଦଳରୁ ସ୍କଟଲ୍ୟାଣ୍ଡକୁ ବିଶ୍ୱକପରେ ସ୍ଥାନ ଦିଆଗଲା। ନମ୍ବର 20, OKS ଭାରତ ଦୂତାବାସରେ ଭଙ୍ଗାରୁଜା, ନିନ୍ଦା କଲା ମନ୍ତ୍ରଣାଳୟ। କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଥିବା ଭାରତୀୟ ଦୂତାବାସରେ ଅଧିକୃତ ପ୍ରବେଶ ଏବଂ ଭଙ୍ଗାରୁଜା ଏକ ଭିଡିଓ ଇଣ୍ଟରନେଟ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଗୁରୁବାର ଭାରତରେ କଡ଼ା ପ୍ରତିବାଦ କରିଛି। ତେବେ ୟୁରୋପୀୟ ସଂଘ EU ନେତାଙ୍କ ଗସ୍ତର ପୂର୍ବରୁ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ପ୍ରବେଶରେ କରି ଭଙ୍ଗାରୁଜା କରୁଥିବାର କିଛି ରିପୋର୍ଟ ଆସିଛି।